ଧର୍ମର ମାସ କାର୍ତ୍ତିକ ମାସ। ଏହି ମାସରେ ପଡ଼େ ପଞ୍ଚୁକ 5 ଦିନ। ପୂର୍ଣ୍ଣିମାର ଠିକ୍ ପୂର୍ବ ଦିନ ପଡ଼େ ଶିବ ଚତୁର୍ଦ୍ଦଶୀ। ଏହି ଦିନକୁ ବଡ଼ଓଷା ଭାବେ ସମସ୍ତେ ପାଳନ କରନ୍ତି। ଆଜିର ଏହି ପବିତ୍ର ବଡ଼ଓଷାରେ ଚଳଚଞ୍ଚଳ ହୋଇଉଠେ ସମସ୍ତ ଦେବାଳୟ ଗୁଡ଼ିକ। ଦେବଦେବ ମହାଦେବଙ୍କୁ ଆଜିର ଦିନରେ ମାନସିକ କରି ପୂଜା କଲେ ସମସ୍ତ ମନୋକାମନା ପୂରଣ ହୋଇଥାଏ। ରାଜ୍ୟର ଅନେକ ଶୈବପୀଠ ମଧ୍ୟରୁ ତାଳଚେର ସହର ଉପକଣ୍ଠ ପୁଣ୍ୟତୟା ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ପ୍ରଭୁ ପଶ୍ଚିମେଶ୍ୱର ମହାଦେବଙ୍କ ମନ୍ଦିର, ଯାହାକି ଅନ୍ୟ ଦେବାଳୟ ଗୁଡ଼ିକ ଠାରୁ ଭିନ୍ନ ଏବଂ ନିଆରା। 12 ମାସରେ 13 ପର୍ବ ଭଳି ଏଠାରେ ମଧ୍ୟ ମହାଦେବଙ୍କର ପ୍ରତ୍ୟହ ନୀତିକାନ୍ତି ସହ ସମସ୍ତ ପର୍ବପର୍ବାଣୀ ପାଳନ କରାଯାଏ। ଆଜି କାର୍ତ୍ତିକ ମାସ ଶିବ ଚତୁର୍ଦ୍ଦଶୀ ବା ବଡ଼ଓଷାରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସି ପୂଜା ପାଠ କରି ବାବା ଭୋଳାନାଥଙ୍କ ଆଶୀର୍ବାଦ ଲାଭ କରିଥାନ୍ତି। ପବିତ୍ର ବଡ଼ଓଷା, ସେଇଥିପାଇଁ ଏଇ ମନ୍ଦିରକୁ ମୁଁ ଆସିଛି। ମୁଁ ପ୍ରାୟ 20 ବର୍ଷ ତଳେ ମନ୍ଦିରକୁ ଆସିଥିଲି, କିନ୍ତୁ ଏଇ ଆଜି ବହୁତ ଉନ୍ନତି ହେଇଯାଇଛି ମନ୍ଦିରର ପରିବେଶ ଭଲ ଲାଗୁଛି। ଶିବଙ୍କର ଏଇ ଯେହେତୁ ପଞ୍ଚୁକ 5 ଦିନ ଆମେ ମୁଖ୍ୟତଃ ଶିବଙ୍କୁ ପୂଜା କରାଯାଏ। ଏଇ ସବୁଦିନ ଅଲଗା ଅଲଗା ମନ୍ଦିର ଆମେ ବୁଲୁଛୁ। ପଶ୍ଚିମେଶ୍ୱରଙ୍କ ମନ୍ଦିର, ଧବଳେଶ୍ୱରଙ୍କ ଓଷା 2ଟା 3ଟା ବେଳକୁ ଭୋଗ ହବ, ଠାକୁରଙ୍କ ଗୁରୁତ୍ୱ ଭୋଗ। ପୂର୍ଣ୍ଣିମା କାଲି ସାରି ଲାଷ୍ଟ ଡଙ୍ଗା ବସା ବସି ମନ୍ଦିର ବହୁତ ବର୍ଷର, ଆଜି ନୂଆ ନାହିଁ। ସମସ୍ତେ ତ ମନ୍ଦିର ଆସୁଛନ୍ତି, ପୂଜା କରୁଛନ୍ତି ଭଲ ଭାବେ। ଆଉ ପଞ୍ଚୁକରେ ତ ଭିଡ ହଉଛି। ପରିବାର ସମସ୍ତଙ୍କୁ ଭଲରେ ରଖିବେ, ସମସ୍ତେ ଭଲରେ କେମିତି ରହିବେ, ସମସ୍ତଙ୍କର କେମିତି ମଙ୍ଗଳ ହବ ସେ କଥା ଚିନ୍ତା କରିକି ମନରେ ଭାବିକି ଆସିଛୁ ମନ୍ଦିର ପଞ୍ଚମୀଶ୍ୱର। ଆଉ ରାକେଶ କୁମାର ଦାସ, ମୋର ବୌଦ୍ଧ ଛକ ତାଳଚେର ଟାଉନରୁ। ମୁଁ ଭୋରରୁ 4ଟାରୁ ପରିବାରଙ୍କ ସହିତ ମୁଁ ବାବା ପଞ୍ଚମେଶ୍ୱର ମନ୍ଦିରକୁ ଆଜି ହଉଛି ପଞ୍ଚୁକ ଚତୁର୍ଦ୍ଦଶୀ ଓ ବଡ଼ଓଷା ସହିତ ଦର୍ଶନ କରି ମୁଁ କରିବା। ଭକ୍ତ ବି ବହୁତ ଭିଡ଼ ବି ଅଛି, ବହୁତ ଇଏ ଲାଇନରେ ଠିଆ ହେଇ ଦର୍ଶନ ମୁଁ କଲି। ତାଳଚେରରୁ ବିଭୂତି ଭୂଷଣଙ୍କ ରିପୋର୍ଟ, ତାଳଚେର ବୁଲେଟିନ୍।